ବଡ଼ବିଲ ରେଞ୍ଜ ଗୁଆଲି ପଞ୍ଚାୟତ ନୂଆ ଗାଁରେ ଅଘଟଣ। ମହିଳାଙ୍କୁ ଦଳିଦେଲା ହାତୀ। ମୃତକ ନୂଆଗାଁ ଦଲକ ସାହିର ଚାମରା ମୁଣ୍ଡାଙ୍କ ସ୍ତ୍ରୀ 45 ବର୍ଷିଆ ସୁମି ମୁଣ୍ଡା। ସୂଚନା ପାଇ ଗୁଆଲି ଫରେଷ୍ଟର ଓ ରୁଗୁଡ଼ି ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି। ସୂଚନା ଅନୁସାରେ ଦୁଇ ଯା ସୁଲୋଚନା ମୁଣ୍ଡା ଓ ସୁମି ମୁଣ୍ଡା ସକାଳ ପ୍ରାୟ 10ଟା ସମୟରେ ପାଖ ଜଙ୍ଗଲକୁ ଦାନ୍ତ କାଠି ଏବଂ ପତ୍ର ସଂଗ୍ରହ ପାଇଁ ଯାଇଥିଲେ। ଜଙ୍ଗଲରେ ଯାଉଥିବା ସମୟରେ ଏକ ଦନ୍ତା ହାତୀ ହାବୁଡ଼ରେ ପଡ଼ିଯାଇଥିଲେ ଦୁଇ ଯା। ହାତୀକୁ ଦେଖି ବଡ଼ ଯା ସୁଲୋଚନା ଦୌଡ଼ି ନିଜ ଜୀବନ ରକ୍ଷା କରିଥିବା ବେଳେ ସାନ ଯା ସୁମି କିନ୍ତୁ ନିଜକୁ ବଞ୍ଚାଇ ପାରିନଥିଲେ। ହାତୀ ତାଙ୍କୁ ଦଳି ଚକଟି ମାରି ଦେଇଥିଲା। ଯୋଡ଼ାରୁ ଭଗବାନ ଗିରିଙ୍କ ରିପୋର୍ଟ, ଉତ୍ସର୍ଗ ଖବର।